ତୁଚ୍ଛାକୁ ଏତେ ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ। ଓଡ଼ିଆ ଭାଷାରେ ଏହା ଏକ ବ୍ୟଙ୍ଗାତ୍ମକ ରୂଢ଼ି। ଏଥିରେ କେହି ଜଣେ ବିନା କାରଣରେ ନିଜର କୌଣସି ମାନ ଯଶ ସମ୍ପତ୍ତି ନଥାଇ ଯଦି ନିଜକୁ ବଡ଼ ବୋଲି ଦେଖାଇ ହୁଏ, ଅନ୍ୟମାନଙ୍କ ଆଗରେ ନିଜେ ବଡ଼ ବୋଲି କହି ହୁଏ, ପ୍ରମାଣିତ କରିବାକୁ ବୃଥା ଚେଷ୍ଟା କରେ, ତାହେଲେ ସେ ଅନ୍ୟମାନଙ୍କ ନିକଟରେ ଉପହାସିତ ହୋଇଥାଏ। ଅନ୍ୟମାନେ ତାକୁ ଥଟ୍ଟା କରନ୍ତି ଏବଂ ତା ମୁହଁରେ ହସିଥାନ୍ତି। କେହି ତାକୁ ମୁହଁରେ ନ କହିଲେ ବି ପଛରେ ଏଭଳି ବ୍ୟଙ୍ଗାତ୍ମକ ଉକ୍ତିରେ ଆକ୍ଷେପ କରିଥାନ୍ତି, ତା ପାଇଁ ହସିଥାନ୍ତି, ଥଟ୍ଟା ପରିହାସ କରିଥାନ୍ତି। ଯିଏ ଯାହା ସିଏ ସେତିକି ସୀମା ଭିତରେ ରହିବା ଉଚିତ। ସେ ଯଦି ସୀମା ଲଙ୍ଘନ କରେ ତାହେଲେ ଅନ୍ୟମାନଙ୍କର ଉପହାସର କାରଣ ହୋଇଥାଏ ସେ। ସାଧାରଣତଃ ପାଦରେ ଘୁଙ୍ଗୁର ମୁଦି ପିନ୍ଧି ଚାଲିଲେ ତାହା ସୁନ୍ଦର ସ୍ୱର ସୃଷ୍ଟି କରିଥାଏ। ପାଦ ପକାଇ ଚାଲିଲେ ଅନ୍ୟମାନଙ୍କ ନିକଟରେ ଆକର୍ଷଣୀୟ ହୋଇଥାଏ। ମାତ୍ର ଘୁଙ୍ଗୁର ପିନ୍ଧା ମୁଦି ନ ପିନ୍ଧି ଯେତେ ଗୋଡ଼ କଚାଡ଼ି ଚାଲିଲେ ବି ସେଥିରେ କେହି ଆକର୍ଷିତ ହେବେ ନାହିଁ କି କୌଣସି ଶବ୍ଦ ହିଁ ଆସିବ ନାହିଁ। ସେହିପରି ଜ୍ଞାନ ନଥିବା ଲୋକ ସଭାରେ ଯେତେ ବଡ଼ ପାଟି କରି କଥା କହିଲେ, ଧନ ନଥିବା ଲୋକ ଯେତେ ଭଲ ପୋଷାକ ପିନ୍ଧି ଚାଲିଲେ, ଯଶ ନଥିବା ଲୋକ ନିଜକୁ ବଡ଼ପଣକୁ ଯେତେ ପ୍ରଚାର କଲେ, ସେ ସମସ୍ତଙ୍କ ନିକଟରେ ଉପହାସିତ ହୋଇଥାନ୍ତି। ତେଣୁ ଯେତିକି ନିଜ ପାଖରେ ଅଛି ସେତିକି ହିଁ ଦେଖାଇବାକୁ ଚେଷ୍ଟା କରନ୍ତୁ।